ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम 7th canto, chapter 15, text 54. दिवा प्राणो शुक्लो राकुत्तरं सुरा विश्वोऽथो तैजस प्राज्ञा सूर्य आत्मा समन्वया अग्निष्णुर्यो दिवा प्राण शुक्लो राकुत्तरं सुराट विश्वतः तैजस प्राग सूर्यात्मा समन्वयात्। जीव क्रमगति करी क्रम ऊर्ध्वगति करी विभिन्न लोक प्रवेश करे, तथा अग्नि सूर्य दिवस दिवसवंत शुक्ल पक्ष पूर्णिमा उत्तरायण सूर्यंकर उत्तरायण अधिष्ठात्री देवता ये गति कर चले। जिते से ब्रह्मलोक पहुंचे सेठारे से दीर्घ काल धरी लक्ष लक्ष वर्ष धरी उपभोग करे। शेष तार भौतिक उपाधि शेष है। तापरे से सूक्ष्म उपाधि स्तर को आसे, जो तापरे से चिरु से कारण उपाधि स्तर को आसे, जो से पूर्व समस्त अवस्था के देखी पारे। कारण उपाधि शेष से शुद्ध स्तर लाभ करे, जो से सुपर सोल परमात्मा का सानिध्य पाए। इस प्रकार भाव रे जीव दिव्य हुए अपराकृत पहला श्लोक अर्थ तत्परवर्ती श्लोक 55। देवदानम इदं प्राहु भूत्वा भूत्वानुपूर्वसः आत्मजाजी उपशांतात्मा आत्मस्थो न निवर्तते। नात्मनि कहते ये जो क्रमिक ऊर्ध्वगति था कथा से कहते आत्मानुभूति लाभ मार्ग समान प्रযোज्य जो माने प्रकृत पक्षे अद्य सत्य प्रसंग सचेतन ही था बारंबार एपरी जन्म लाभ कला परे देवदान प्रथम देवदान कहा जाए। जिते से जीव संपूर्ण रूपे समस्त प्रकार भौतिक कामना मुक्त हुए से आत्मस्थ हुए। से बारंबार जन्म मृत्यु चक्र घूर्णायमान जो पथ से पथ और पथित हवा दरकार पड़े ना। श्लोक अर्थ तत्परवर्ती श्लोक जयते पितृदेवानां अयोनि वेद निर्मिते शास्त्रेण चक्षुषा वेद जनस्थोपि न मुह्यति। नारदमुनि कहते जदिओ ये जड़ शरीर अवस्थान करुचे जीव, किंतु अवस्थान कर अवस्था जो व्यक्ति ये पितृदान देवदान कथा ये पथ कथा भगवान जानती एवं जहाँ चक्षु विज्ञान प्रति उन्मुख हुए से केवल आई भौतिक जगत मुहमान कुंती ना। श्लोक अर्थ परमाराध्य गुरुदेव श्री श्रीमद भक्ति वेदांत स्वामी प्रभुपाद महाराज
ଭାଷ୍ୟରେ ଓଡ଼ିଆ ଅନୁବାଦ କରାଯାଉଛି। ଆଚାର୍ଯ୍ୟବାନ ପୁରୁଷ ବେଦ ଏଇ ଉପନିଷଦରେ କୁହାଯାଇଛି। ଯେଉଁ ବ୍ୟକ୍ତି ଆଚାର୍ଯ୍ୟଙ୍କର ଦ୍ୱାରା ଆଚାର୍ଯ୍ୟଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୁଅନ୍ତି, ସେ ଜାଣନ୍ତି ବେଦରେ କଣ କୁହାଯାଇଛି, ବେଦ ଜ୍ଞାନ ଲାଭ କରନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ କୁହାଯାଇଛି ଆଚାର୍ଯ୍ୟୋପାସନ, ଆଚାର୍ଯ୍ୟୋପାସନା କରିବାକୁ ପଡ଼ିବ, ଆଚାର୍ଯ୍ୟଙ୍କ ପାଖକୁ ଯିବା ପାଇଁ ପଡ଼ିବ ଏ ତତ୍ତ୍ୱ ଜ୍ଞାନ ଲାଭ କରିବା ନିମିତ୍ତ। ତଦ୍ବିଜ୍ଞାନାର୍ଥ ଗୁରୁଂ ଏବା ଅଭିଗଚ୍ଛେତ୍, ଏ ଉପନିଷଦରେ କୁହାଯାଇଛି। এই ତତ୍ତ୍ୱଜ୍ଞାନ ଲାଭ କରିବାକୁ ହେଲେ ବ୍ୟକ୍ତିକୁ ନିଶ୍ଚିତ ଭାବରେ ଜଣେ ଗୁରୁଙ୍କ ନିକଟକୁ, ପ୍ରାମାଣିକ ଗୁରୁଙ୍କ ନିକଟକୁ ଯିବା ପାଇଁ ପଡ଼ିବ। ଆଉ ସେ ଗୁରୁଦେବଙ୍କ ଠାରୁ ଜ୍ଞାନ ଲାଭ କଲେ, ଗୁରୁଙ୍କ ନିର୍ଦ୍ଦେଶରେ ସାଧନ ଭଜନ ଆଦି କଲେ, ଶେଷରେ ଜୀବନର ଅନ୍ତିମ ଲକ୍ଷ୍ୟ ସେ ସାଧନ କରିପାରିବ। ଏ ହେଲା ଏ ଶ୍ଲୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜଙ୍କର ଭାଷ୍ୟ। ଏ ହେଉଛି ଶେଷ କଥା, ଯାହା ଆମର ବାରମ୍ବାର କହୁ। ଭୌତିକ ଜଗତ କୃଷ୍ଣ ଭଳି ସେଇ ଜୀବନ ଆଦି ବହିର୍ମୁଖ, ଅତଏବ ମାୟାଚାର୍ୟ ଦେବ ସଂସାର ଆଦି ଦୁଃଖ। କେଉଁ ଅନାଦି କାଳରୁ କୃଷ୍ଣ ବହିର୍ମୁଖତା ହେତୁ, କୃଷ୍ଣ ବିସ୍ମୃତି ହେତୁ ଏ ମାଇକ ଜଗତରେ ଜୀବ ପତିତ ହେଉଛି ଏବଂ ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଉଛି। 84 ଲକ୍ଷ ଜୀବ ଯୋନି ଅଛି, ନାନା ଯୋନିରେ, ନାନା ବ୍ରହ୍ମାଣ୍ଡରେ, ନାନା ଯୋନିରେ ଭ୍ରମଣ କରି ଚାଲିଛି। ଏ ବିସ୍ମୃତି ଯୋଗୁଁ ହେଇଛି। ତେଣୁ ତାର ଯେ ସ୍ୱରୂପ ବିସ୍ମୃତି ହେଇଛି, ଭଗବତ ବିସ୍ମୃତି ହେଇଛି, ସେ ସ୍ମୃତି ସେ ଲାଭ କରିବ କେମିତି, ସ୍ୱରୂପ ଅବସ୍ଥାନ କରିବ କେମିତି, ତାର ଉପାୟ ଦିଆଯାଇଛି। ବ୍ରହ୍ମାଣ୍ଡ ଭୂମିতে কোন ଭାଗ୍ୟବାନ ଯିବ, ଗୁରୁକୃଷ୍ଣ କୃପାତେ ପାଏ ଭକ୍ତିଲତା ନିଜ। ଏ କଥା ଆମର କୁହାଯାଉଛି। ସେ ଭାଗ୍ୟବାନ ଯିବ ଯେ କେତେ ବ୍ରହ୍ମାଣ୍ଡରେ, କେତେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ, ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ ଯଦି କୌଣସି ଅଜ୍ଞାତ ସ୍ୱୀକୃତି ଅର୍ଜନ କରିଥାଏ, ସେ ଭାଗ୍ୟବାନ ଯିବ ସେ ଗୁରୁକୃଷ୍ଣ କୃପା, କୃଷ୍ଣ କୃପା, ଗୁରୁ କୃପା ଲାଭ କରି ଭକ୍ତି ପଥକୁ ଆସେ। ବ୍ରହ୍ମାଣ୍ଡ ଭୂମିতে কোন ଭାଗ୍ୟବାନ ଯିବ, ଗୁରୁକୃଷ୍ଣ କୃପାতে ପାଏ ଭକ୍ତିଲତା। গুরু কৃপা, কৃষ্ণ কৃপা লাভ করে ভক্তি পথକୁ আসে। তাতে কৃষ্ণ ভজে করে গুরুর সেবন, মায়াজাল ছুটে পাবে কৃষ্ণের চরণ। এই কথা আছে আমার। তেণু গুরুপাদ আশ্রয় করি শিষ্যর তেহং সাধিমান ত্বম প্রপন্নম। শ্রীমদ ভগবদ্গীতাରେ କଥା କୁହାଯାଇଛି। ଯେତେବେଳେ ଗୁରୁଙ୍କର ପାଦ ଆଶ୍ରୟ କରେ, ଯାହା ଏଠି ନାରଦ ମୁନି କହୁଛନ୍ତି ଯେ who thus opens his eyes in terms of Vedic knowledge is never builded in this material world. এই তত্ত্ব বিজ্ঞান, বেদ জ্ঞান ଜାଣିବା ପାଇଁ ଉନ୍ମୁଖ হয়, ସେଥିପାଇଁ ସେ କଣ କରେ, ଭାଷ୍ୟରେ ଆମ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ କହିଲେ ଯେ ସେ ନିଶ୍ଚିତ ଭାବରେ ଗୁରୁପାଦ ଆଶ୍ରୟ କରିବେ। ଗୁରୁପାଦ ଆଶ୍ରୟ କରିବେ। ଗୁରୁଙ୍କ ପାଦ ସେ କଲେ, ଗୁରୁପଦାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କଲେ ଏବଂ ଗୁରୁଦେବଙ୍କୁ ଯେତେବେଳେ ଯାହା ଶ୍ରୀମଦ୍ ଭଗବଦ୍ଗୀତାରେ କୁହାଯାଇଛି ପ୍रणिपातेन परिप्रश्नेन सेवया उपदिख्यन्ति ते ज्ञान ज्ञानिन तत्त्वदर्शिन। এই কথা ଆମର କୁହାଯାଇଛି। ଆଚାର୍ଯ୍ୟମାନେ ଏ ଉପରେ ବାରମ୍ବାର କଥା କୁହନ୍ତି। ସେ ଗୁରୁଦେବଙ୍କ ପାଖକୁ ଯାଇ ଗୁରୁଦେବଙ୍କର ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ନିଜକୁ ପ୍ରପନ୍ନ କରିବ, ଉତ୍ସର୍ଗ କରିବ, ଗୁରୁ ପଦାରବିନ୍ଦରେ ପ୍ରପନ୍ନ ହେବ
ତାପରେ ଗୁରୁଦେବଙ୍କର ସେବା କରିବ, ଗୁରୁଙ୍କୁ ସନ୍ତୁଷ୍ଟ କରିବ, ଆଉ ଏ ତତ୍ତ୍ୱ ଜିଜ୍ଞାସା କରିବ। ଗୁରୁଦେବ ସନ୍ତୁଷ୍ଟ ହେଇକିରି ତତ୍ତ୍ୱ ଜ୍ଞାନ ଉପଦେଶ ଦେବେ, ଗୁରୁ କୃପାରେ ତା ଲାଭ ହେବ। ଯେ ଏପରି କରନ୍ତି ସେ ହେଉଛନ୍ତି ଭାଗ୍ୟବାନ ଜୀବ। ତା ନହେଲେ ଏସବୁ କଥା ସେ ଜାଣିପାରିବେ ନା। ଏ ଯୋଉ କଥା ନାରଦମୁନି କହୁଛନ୍ତି ଜୀବନ ଯେ ଅନ୍ତିମ ଏ ଯେ ପୂର୍ବ କୁହାଗଲା ଅନ୍ତିମ ଲାଭ ଯୋଉଟା ସେ ଭଗବତ ଚରଣ ଅରବିନ୍ଦ ପ୍ରାପ୍ତ ହବା ବା ଜୀবের ସ୍ୱରୂପ হয় କୃଷ୍ଣେর ନିତ୍ୟ ଦାସ, ଯେହେତୁ ଜୀବର ସ୍ୱରୂପ ଯେ କୃଷ୍ଣଙ୍କର ନିତ୍ୟ ଦାସ, ଦାସ ସୂତ୍ରରେ ଯୋଉ ସମ୍ବନ୍ଧ ଜ୍ଞାନ ଲାଭ କରିକି ଦାସ ସୂତ୍ରରେ ଭଗବାନଙ୍କର ଅବସ୍ଥିତ ରହି ନିତ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ହବ। ଏ ବଦ୍ଧ ଯିଏ ଗୁରୁ ଆଶ୍ରୟ ନ କଲେ, ଗୁରୁଙ୍କଠାରୁ ତତ୍ତ୍ୱ ଜ୍ଞାନ ଲାଭ ନ କଲେ, ଗୁରୁ କୃପା ଲାଭ ନ କଲେ ଏହା କଦାପି କରିପାରିବ ନା। ସେଥିପାଇଁ when guided by spiritual master one attains the ultimate goal of life। সেটা হচ্ছে ultimate goal of life, জীবনের অন্তিম লক্ষ্য। সে ভগবানଙ୍କର ସେବାରେ ନିଯୁକ୍ତ ହବା, ସ୍ୱରୂପାବସ୍ଥାନ କରିବା। জীবের স্বরূপ হয় কৃষ্ণ নিত্য দাস, যে কৃষ্ণଙ୍କ ନିତ୍ୟ ଦାସ ଜୀବନର ସ୍ୱରୂପ, ସେ ସ୍ୱରୂପାବସ୍ଥାନ କରିବା ସମ୍ଭବପର ହବ ନା ଗୁରୁପାଦାଶ୍ରୟ ନ କଲେ। ଗୁରୁପାଦାଶ୍ରୟ କଲେ, ଗୁରୁଙ୍କଠାରୁ ତତ୍ତ୍ୱଜ୍ଞାନ ଲାଭ କଲେ, ଗୁରୁ କୃପା ଲାଭ କଲେ ସମ୍ଭବ হয়। ଆଉ যে ବ୍ୟକ୍ତି ଏହା କରନ୍ତି ସେ ଭାଗ୍ୟବାନ ଜୀବ। ଆଉ ସମସ୍ତ ଆଚାର୍ଯ୍ୟ ଉପରେ ଜୋର ଦେଇଛନ୍ତି, ସେ ଜୋର ଦେଇଛନ୍ତି। गौरवाणी श्रील भक्ति सिद्धांत सरस्वती गोस्वामी महाराज, आमर परमाराध्य गुरुदेव श्रीमती भक्तिवेदांत स्वामी कृपादी महाराज, एमाने जो माने गौरवाणी मूर्त विग्रह माने अनर्गल गौर कथा, कृष्ण कथा, गौर जनकर कथा, तांकर नाम गुण रूप लीलादि कथा अभीष्ट चित्तरे कीर्तन करती। से माने प्रकट काल गौरवाणी तांकर प्राण स्वरूप थिला एवं अप्रकट काल में वाणी विश्व सर्वत्र ध्वनित होची चलती अच्छी। से हरिकथा कहवा जाए से चैतन्य चरितामृतर गोटे पद ये हूँ ब्रह्मांड भ्रमित कौन भाग्यवान जीव गुरु कृष्ण प्रसाद पाए भक्ति भाग्य, ये कथा कह जीव ये ब्रह्मांडवासी से निज अनुस्वाधीनतार व्यवहार कर मायाग्रस्त हुई माइक ब्रह्मांडरे घुरुछि। केतेबेले मनुष्य, केतेबेले देवता, केतेबेले यक्ष, केतेबेले किन्नर, केतेबेले वृक्ष लता कीट पतंग प्रभृति नाना जोनि धारण करी माइक ब्रह्मांडरे घुरी बुलुछि। एपरि विभिन्न देह धारण करी कर्मफल से भोग करुछि, सुख दुख व्याधि जंत्रणा भोगुछि, जन्म मृत्यु चक्र घुरुछि। কিন্তু সদ্গুরু চরণাশ্রয়ে তার ভাগ্যোদয় হয়। সে হচ্ছে সদ্গুরু চরণাশ্রয় কলে প্রকৃতের ভাগ্যোদয় হয়। এইপরি ভ্রমণ করি করি অনন্ত কোটি জীব মধ্যে কৌশি ভাগ্যবান জীবর যেতবেলে ভাগ্য কমি যায় সেতবেলে সে সদ্গুরুଙ୍କ দর্শন পায়। बहुत जन्म बीती जाई किंतु जो देहरे गुरुंकर दर्शन है अर्थात जो जीवन में सद्गुरु चरणाश्रय कर सुजोग मिले से जीवन टी हूँ सौभाग्य सूचक। जदे गुरुदेव दर्शन है से कृपा दृष्टि भीतर पड़ जाए। गुरुदेव को आम दर्शन करीचे एवं गुरुपाद पद्म जदि आमको दर्शन करती तांकर कृपा दृष्टि यदि आम उपरे पड़े आमे जे तांकर गुरुत्व तांकर अतिमर्त्य चरित्र तांकर महाभागवतोत्तमता हृदय उपलब्धि करू ताहले जीवन सार्थक हो। से गुरु माने ओजनिया जिनिस भारी से महान এই দর্শন যদি কাহার আসে তাহলে তাহার মহাভাগ্য উদয় হয়েছে বলে কইলাম। आचार्य मांग विजाने नाम मन्य करिछि नाम अर्थ उद्देश्य तो सर्वति एवमय गुरु एक कथा कहा जाइछि भगवान कृष्ण उद्धव करते साधारण मर्त्य बुद्धि करिब ना
ମଂ ବିଜାନ୍ୟ ମୋ ପ୍ରକାଶ ବିଗ୍ରହ ପ୍ରକାଶ ମତ ସ୍ୱରୂପ ସେ ଆଚାର୍ଯ୍ୟ ସେ ଗୁରୁଦେବ এই কথা করছেন। মর্ତ୍য বুদ্ধি যদি হয়েযিব তাহলে সে গুরু হইবে না, এই কথা আছে আমার গুরুতত্ত্বর কথা। গুরু ভারী মহান এই দর্শন যদি কাহার আসে তাহলে তার মা ভাগ্য উদয় হয়েছে বলে বুঝিବାକୁ ପଡିବ। ସେ ଭାଗ୍ୟବାନ ବୋଲି ବୁଝିବାକୁ ପଡିବ। ଗୁରୁଦେବଙ୍କ ରକ୍ତ ମାଂସ ଶର କଥା କୁହାଯାଉନି ଏଠି। ବାହ୍ୟ ରୂପ ଦେଖିବା ପ୍ରାକୃତ ଦର୍ଶନ, ପ୍ରାକୃତ ଦର୍ଶନର କଥା ଗୁରୁ ଦର୍ଶନ ନୁହେଁ। ତାଙ୍କର ଗୁରୁତ୍ୱ, ତାଙ୍କର ପୃଷ୍ଠ ପ୍ରେଷ୍ଠତ୍ୱ, ତାଙ୍କର ମହତ୍ତ୍ୱ ଦର୍ଶନରେ ଏ ଯୋଉ ମହତ୍ ଦର୍ଶନ ନାମ ହଉଛି ଅପ୍ରାକୃତ ଦର୍ଶନ। ତାଙ୍କ ଭିତରେ ଗୌର କରୁଣା ଶକ୍ତି ଖେଳୁଛି। ସେ ଅନ୍ତରସ୍ଥିତ, এই অন্তরস্থিত রূপটি যদি কাহার দর্শନରେ আসে তাহলে সে নিশ্চয় খুব ভাগ্যবান বলে জানিବାକୁ হব। গুরু মানে সে দয়ালু, সে ক্ষমাশীল, জীব প্রতি সে কৃপাময়, ସେ କୃଷ୍ଣ ପ୍ରେଷ୍ଠଜନ। ସେ ଭୌମ ଜଗତରେ କୃଷ୍ଣକୁ ଦେବା ପାଇଁ ଆସିଛନ୍ତି। কৃষ্ণ যে তোমার কৃষ্ণ দিতে পার, তোমার শপথি আছে। আমি যে কাঙ্গাল কৃষ্ণ কৃষ্ণ বলি ধাঁই তব পাছে পাছে, এই মহাজনଙ୍କର କଥା ଅଛି। ସେ ଆମକୁ କୃଷ୍ଣ ଦେଲେ ଆମେ ତାଙ୍କ ନିକଟରୁ କୃଷ୍ଣ ଶ୍ରଦ୍ଧା, କୃଷ୍ଣ ରୁଚି, କୃଷ୍ଣ ପ୍ରେମ ରୂପ ମହାଧନ ପାଇଲୁ। ଏହା ହିଁ ଯଥାର୍ଥ ଗୁରୁଙ୍କର ରୂପ ଦର୍ଶନ। ସେ ଆମ ଆଡ଼କୁ କରୁଣାପୂର୍ଣ୍ଣ ନେତ୍ରରେ ଚାହିଁଛନ୍ତି। ସେ ଆମର ପାତିତ୍ୟରୁ ଉଦ୍ଧାର କରିବାର ସଂକଳ୍ପ ଗ୍ରହଣ କରିଛନ୍ତି। କୌଣସି ହତଭାଗ୍ୟଜନ ଗୁରୁଙ୍କର ଏଇ ରୂପ ଦର୍ଶନ କଲେ ତାଙ୍କର ଭାଗ୍ୟୋଦୟ ହେଇଛି ବୋଲି ବୁଝିବାକୁ ହବ। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧରେ କୁହାଯାଇଛି, ଭବାପବର୍ଗୋ ଭ୍ରମତୋ ଯଦା ଭବେଜ୍ଜନସ୍ୟ ଅର୍ହଚ୍ୟୁତ ସତ୍ସମାଗମ ସତ୍ସଙ୍ଗମୋ ଦର୍ହି ତଦୈବ ସଦ୍ଗତୌ ପରାପରେ ସେ ତ୍ୱୟି ଜାୟତି ରତି। ହେ ଅଚ୍ୟୁତ, ଏହିପରି ଭାବରେ ସଂସରଣଶୀଳ ବ୍ୟକ୍ତିର ଯେଉଁ ସମୟରେ ବନ୍ଧନ ଦଶାର ଶେଷ হয়, ନାଥମୁନି କହିଲେ କିପରି ସଂସରଣ କରୁଛି ଆଉ କିପରି କିପରି ଉଦ୍ଭଗତି କରି କରି ଶେଷରେ ତାର ଯୋଉ ମେଟେରିଆଲ ଡିଜିଗ୍ନେସନଟା, ଭୌତିକ ଜଡ଼ ଉପାଧିଟା ଶେଷ ହେଇଯାଉଛି। ସେ କଥା କ୍ରମ କଥା କହିଛନ୍ତି। ତେଣୁ ସେ କଥା এইপরি ভাবে সংসরণশীল ব্যক্তির যে সময় বন্ধন দশার শেষ হয় সেতবে সৎসঙ্গম ঘটিଥାଏ এবং যেতবে সৎসমাগম হয় সেতবে সাতজনଙ୍କର পরম গতি স্বরূপ নিখিଳ କାର୍ଯ୍ୟ କାରଣ ନ୍ୟାନ୍ତା ଆପଣଙ୍କ ପ୍ରତି ଅର୍ଥାତ୍ ଭଗବାନ ପ୍ରତି ଭକ୍ତି ଜନ୍ମିଥାଏ। ସେଥିରୁ ମୁକ୍ତି হয়। ସଦ୍ଗୁରୁଙ୍କ ଦର୍ଶନରେ ଜୀବର ବହୁ ବନ୍ଧନ କ୍ଷୟ হয়। ଜୀବ ସଂସାର ବନ୍ଧନ କ୍ଷୟ ସମୟ ହେଲେ ତାହାର ମହତ୍ ଦର୍ଶନ ବା ଗୁରୁ ଦର୍ଶନ ହୁଏ। ଯାହାଙ୍କର ଏପରି হয় ସେ ହେଉଛନ୍ତି ଭାଗ୍ୟବାନ। ଗୁରୁଦେବଙ୍କର ମହାଜନତ୍ୱ ତାଙ୍କର ଉପଲବ୍ଧିରେ ଆସି ନଥିଲା। ଏତେ ଦିନ ସେ ହତଭାଗ୍ୟ ଥିଲା। ବ୍ରହ୍ମାଣ୍ଡ ଭ୍ରମଣ କରି କରି କୌଣସି ହତଭାଗ୍ୟ ଥିବ ଗୁରୁଦେବଙ୍କ ଦର୍ଶନ ପାଇ ଭାଗ୍ୟବାନ ହେଲା। କାହିଁକି ତାର ଭାଗ୍ୟର ଉଦୟ ହେଲା? ଏ ଜଗତରେ କିଏ ରାଜଦର୍ଶନ କରେ, ତାର ଅର୍ଥାଭାବର ପୂରଣ କରିନିଏ, କିଏ ସମ୍ରାଟ କିମ୍ବା ରାଜନୈତିକ ନେତାଙ୍କୁ ଦର୍ଶନ କରି କିଛି ଛୋଟ ଅଭାବ ପୂରଣ କରି ନେଇଯାଏ। ଆପଣ ସେପରି ଯାଉଛନ୍ତି ନା ସତ୍ୟ ଗୋବିନ୍ଦ ପ୍ରଭୁ କଣ କିଛି ରାଜନୈତିକ ନେତାଙ୍କ ପାଖକୁ ନା ନାଇଁ ସାରିଲେଣି କାମ ଯାଇକି ଆସିଲେଣି ସାରିଗଲେଣି। ରାଜଦର୍ଶନ ରାଜନୈତିକ ନେତାଙ୍କର ଦର୍ଶନ କରିକି ଛୋଟ ଭାବ ପୂରଣ କରିପାରେ। ଏ ପ୍ରକାର ଭାଗ୍ୟକୁ ବଡ ଭାଗ୍ୟ ବୋଲି କୁହାଯାଏ ନା। ଗୁରୁଦେବଙ୍କ ଦର୍ଶନରେ ଯେଉଁ ଭାଗ୍ୟୋଦୟ হয় ତାହାର ତୁଳନା ନାହିଁ। କାରଣ ସେ ଏତେ ଦିନ ଧରି କର୍ମୀ, ଜ୍ଞାନୀ, ଭୋଗୀ କିମ୍ବା ତ୍ୟାଗୀ ଥିଲା। ଏଥର ସେ ଭଗବାନଙ୍କୁ ଦାସ ହେଲା। ଏଇଟା ଭାଗ୍ୟ। ବ୍ରହ୍ମାଣ୍ଡ ଭଣିତେ কোন ଭାଗ୍ୟବାନ ଯିବ ଗୁରୁ କୃଷ୍ଣ କୃପାতে ପାଏ ଭକ୍ତି। ବର୍ତ୍ତମାନ ଭଗବାନଙ୍କ ଦାସ ହବ, ସ୍ୱରୂପରେ ପ୍ରତିଷ୍ଠିତ ହବ। এই গুরু দর্শন মানে জন্ম মৃত্যু চক্র ঘূর্ণন অবসান হবার সময় আসছে। ধর্মদ্বয়ী মুখ্য জনিত কর্মবন্ধনর মোচনর সূত্রপাত ହେଲା। জন্ম জন্মান্তর ধরি কান্দিছি, দিশহরা পথহরা ହେଇ
କେତେ କଷ୍ଟ ପାଇଛି, ସେ ଦୁଃଖର ଏବେ ଚିର ଅବସାନ ହବ। ଗୁରୁଙ୍କର ଦର୍ଶନ ମାନେ ଲଘୁର ସଙ୍ଗ ତ୍ୟାଗ, ଧନ ଜନ କବିତା ସୁନ୍ଦରୀ ପ୍ରତି ଆସକ୍ତି ଅନୁରାଗର ସମାପ୍ତି, କବି ପଣ୍ଡିତ ରାଜା ପ୍ରଭୃତି ଲଘୁ ବସ୍ତୁର ସଙ୍ଗ ବା ଦର୍ଶନର ବ୍ୟାପ୍ତି ପାଇବ। ବୈଜ୍ଞାନିକ ସାହିତ୍ୟିକ ରାଜନୀତିଜ୍ଞ ମାତା ପିତା ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ପ୍ରଭୃତିଙ୍କ ପ୍ରଭାବରୁ ମୁକ୍ତି ପାଇବ। କବିତା ସୁନ୍ଦର ଲେଖା ବା ରଚନା ଦ୍ୱାରା ଜୀବକୁ ମୁଗ୍ଧ କରିପାରେ। ବୈଜ୍ଞାନିକ ତାର ଯୁଗ ବିପ୍ଳବୀ ଅତ୍ୟାଶ୍ଚର୍ଯ୍ୟ ଆବିଷ୍କାର ଦ୍ୱାରା ଜୀବକୁ ବିସ୍ମୟାଭିଭୂତ କରିପାରେ। ରାଜନୀତିଜ୍ଞ ତାଙ୍କ ନୂତନ ଆଇଡିଓଲୋଜି ଦ୍ୱାରା ପ୍ରଭାବିତ କରିପାରେ। କିନ୍ତୁ ଗୁରୁଙ୍କ ଦର୍ଶନରେ ଏସବୁ ଲଘୁ ସଙ୍ଗର ଉଦ୍ଧାରର ସୂତ୍ରପାତ হয়। ସୂର୍ଯ୍ୟଙ୍କର ଆଲୋକରେ ଯେପରି ସୂର୍ଯ୍ୟ ଦର୍ଶନ হয়, ଠିକ ସେହିପରି ଗୁରୁଦେବଙ୍କ କୃପାରେ ଗୁରୁ ଦର୍ଶନ হয়। ଗୁରୁଙ୍କର ଫଟୋ କିମ୍ବା ତାଙ୍କର ଚେହେରା ଦେଖି ହୁଏ ନା। ଯାହାଙ୍କ ଉପରେ ତାଙ୍କ ନିଜର ସତ୍ତା ନିଜର ପର୍ସନାଲିଟି ବା ବ୍ୟକ୍ତିତ୍ୱର ପ୍ରଭାବ ପଡେ ତାଙ୍କର ଗୁରୁ ଦର୍ଶନ হয়। ନାମାତ୍ମା ପ୍ରବଚନ ଲବ୍ଧ ନ ମେଧୟା ବହୁନା ଶ୍ରୁତି କଟପରିଷଦରେ ଗୁରୁଙ୍କ ଦର୍ଶନ ହେଲେ ଏକ ନୂତନ ଜନ୍ମ ଲାଭ হয়, ଏକ ନୂତନ ଆଲୋକ ଜୀବନ ଉପରେ ପଡେ। ଏତେ ଦିନ ଧରି ଜଗତରେ ଯେଉଁ ସଙ୍ଗ ଯେଉଁ ଭାବ ଯେଉଁ ପରିବେଶରେ ଥିଲା ସେଥିରୁ ମୁକ୍ତ କରି ଗୁରୁଦେବ ବୈକୁଣ୍ଠ ରାଜ୍ୟରେ ପ୍ରବେଶ କରାଇ ଦିଅନ୍ତି। ଏହିପରି ଭାବରେ କୌଣସି ମହାଜନଙ୍କ ପ୍ରସାଦରେ ଭାଗ୍ୟବାନ ଜୀବ ଭକ୍ତିଲତା ବୀଜ ପାଏ। ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ। ଶ୍ରୀ ଗୁରୁଦେବ କୃଷ୍ଣଙ୍କର କୃପା ମୂର୍ତ୍ତି ଧରି ଧରାକୁ ଆସିଥାନ୍ତି। ଗୁରୁଦେବଙ୍କୁ ପାଇବା ମାନେ କୃଷ୍ଣ ପ୍ରସାଦ ପାଇବା। କୃଷ୍ଣ ଯଦି କୃପା করেন কোন ভাগ্যবানে, গুরু অন্তর্যামী রূপে শিখায় আপনে। গুরুদেব মূর্তিমান কৃষ্ণ প্রসাদ। গুরু পাইলে সৌভাগ্য মিলে, কাହିଁକି না ভক্তিলতা বীজ লাভ হয়। ভক্তি মুক্তি কনক কামিনী প্রতিষ্ঠা এসবু পাইলে ভাগ্য উদয় ହୁଏ না। যদিও জগতের মায়াগ্রস্ত জীব এসবুর লাভକୁ ভাগ্য ବୋଲି মনে করে, তথাপি প্রকৃত প্রস্তাবে ଏହା মহান সৌভাগ্য ନୁହେଁ। ତାହେଲେ ଭାଗ୍ୟ କଣ? ଭକ୍ତି ଲାଭ। ଭକ୍ତି ମିଳିଗଲେ ଭାଗ୍ୟର ବୀଜ ମିଳିଯାଏ। ଭକ୍ତି ବୀଜର ଅପର ନାମ ଶ୍ରଦ୍ଧା। ଶ୍ରଦ୍ଧାର ବୀଜ କଣ? ଗୁରୁ କୃପା ବା ସାଧୁ କୃପା। ନିତ୍ୟ ସିଦ୍ଧସ୍ୟ ଭାବସ୍ୟ ପ୍ରାକଟ୍ୟ ଗୁରୁଲି ସାଧ୍ୟତା। ଗୁରୁଙ୍କ କୃପାରେ ଜୀବ ପ୍ରେମ ଭକ୍ତି ଲାଭ হয়। ଶ୍ରଦ୍ଧା ରତି ରୁଚି ପ୍ରୀତି ନିତ୍ୟ ସିଦ୍ଧ ଭାବ। ଭକ୍ତି ନିତ୍ୟ ସିଦ୍ଧ ଭାବ ହେଲେ ସୁଦ୍ଧା ବର୍ତ୍ତମାନ ପ୍ରକାଶିତ ଆବୃତ। ଜୀବ ସ୍ୱରୂପଦ କୃଷ୍ଣ ଭକ୍ତ, ଜୀବର ଭକ୍ତି ଭାବ ଆବୃତ। এই ଆବରଣ ଖୋଲା ହବ କିପରି? ଗୁରୁ କୃପା ମିଳିଗଲେ এই ଆବରଣ ଖୋଲିଯାଏ। এই ଶ୍ରଦ୍ଧା ଜୀବ ଭିତରେ ଅଛି। ଗୁରୁଦେବ ପ୍ରକୃତ ଶ୍ରଦ୍ଧାକୁ କେବଳ ଜାଗ୍ରତ କରିଦିଅନ୍ତି। ଯେ ହୃଦୟରେ ଶ୍ରଦ୍ଧାକୁ ଖୋଲି ଦିଅନ୍ତି ସେ ହେଉଛନ୍ତି ଗୁରୁ। ଯେ ଗୁରୁ ସେ ମହାଭାଗବତ। ତାଙ୍କ କୃପାରୁ ଜୀବ ଭକ୍ତିଲତା ବୀଜ ପାଏ। ମୁଁ ଏତେ କାଳ ଦୁଃଖୀ ଥିଲି, ଏ ମହାଶୟ ମତେ ସୁଖୀ କରିବେ, ଏ ମତେ ଉଦ୍ଧାର କରିବାକୁ ଆସିଛନ୍ତି, ଏ ଭାବ ହୃଦୟରେ ଜାଗେ। কৃষ্ণ যে তোমার, কৃষ্ণ দিতে পা তোমার শপথ আছে। এ মতে কৃষ্ণ শ্রদ্ধা কৃষ্ণ রতি দেবে এপরি বিশ্বাস হয়। গুরুদেবঙ্কর দর্শনের শ্রদ্ধা জাগ্রত উদিত হয়। ভক্তিস্তু ভগবত ভক্ত সঙ্গে পরিযায়তে। শ্রী গুরুদেবଙ୍କ কৃপাରୁ ଭକ୍ତି ପ୍ରକଟିତ ହେଲା। ଗୁରୁ କୃପା ସାଧୁ କୃପାରୁ ଭକ୍ତି ଉଦୟ হয়। ଯେଉଁଟା ନାହିଁ ସେଇଟା ହେଇପାରିବ ନା। ନା ସତ ବିଦ୍ୟତେ ଭାବ ନ ଭାବ ବିଦ୍ୟତେ ସତ। ଶ୍ରୀମଦ୍ ଭଗବଦ୍ଗୀତାରେ ପାଇଛି। ଆମର ଭକ୍ତି ଧନ ହୃଦୟ ଭିତରେ ଅଛି। ଗୁରୁଦେବ ତାହା ପ୍ରକଟ କରିଦେଉଛି। ଏ ଗୁରୁଦେବ ରାଜା ନୁହନ୍ତି, କବି ନୁହନ୍ତି, ବୈଜ୍ଞାନିକ ନୁହନ୍ତି। ଏ କୃଷ୍ଣ ଧର୍ମରେ ଧନୀ। ମହାଜନଙ୍କୁ ଦେଖିଲେ ଶ୍ରଦ୍ଧା ଜାଗ୍ରତ ହୁଏ। ସୌଭାଗ୍ୟର ସୂଚନା ହେଲେ ଗୁରୁଙ୍କର ଦର୍ଶନ ଲାଭ ଘଟେ। ସେ ଦେଖାଦେଲେ କିନ୍ତୁ ମୁଁ ଦେଖିପାରିଲି ନା, ଏହା ହେଉଛି ଦୁର୍ଭାଗ୍ୟର କଥା। ତାଙ୍କୁ ଦେଖି ତାଙ୍କର ଆଚରଣ ଲକ୍ଷ୍ୟ କରି
ତାଙ୍କର ସେବା କରିବାର ଇଚ୍ଛା ଜାଗେ, ଏଥିରୁ ଭାଗ୍ୟର ଉଦୟ হয়। ତାଙ୍କର ଦର୍ଶନରେ, ତାଙ୍କର ସ୍ପର୍ଶନରେ, ତାଙ୍କର ବାଣୀ ଶ୍ରବଣରେ, ତାଙ୍କ ସଙ୍ଗ ପ୍ରଭାବରେ ଅଶ୍ରଦ୍ଧାଳୁ ଲୋକର ହୃଦୟରେ ଶ୍ରଦ୍ଧା ଜାଗେ। নূতন জীবনের সূত্রপাত হয়। জীবনের গোটায় মস্ত বড় ঘটনা ইয়ে। গুরুদেবଙ୍କର ସାକ୍ଷାତକାର ଜୀବନର ଗୋଟାଏ ବିପ୍ଳବ। ନାସ୍ତିକ ହେଇପାର, ବୈଜ୍ଞାନିକ ବା ଭାବୁକ ହେଇପାର, ଆଗେ ଯିବ ନା କାହିଁକି? ସେ ଗୁରୁଙ୍କ ଦର୍ଶନରେ ଭାଗ୍ୟର ପରିବର୍ତ୍ତନ ହେଇଯାଏ। ଜୀବନର ଧାରା ନୂତନ ଭାବେ ପ୍ରବାহিত হয়। তর্ক স্পৃহা, ভোগ স্পৃহা, আসক্তি ছিন্ন হয়ে যায়। তৎপরিবর্তে শাস্ত্রীয় শ্রদ্ধা, রুচিময়ী, প্রীতিময়ী ভক্তি উদিত হয়। ପାଷଣ୍ଡ, ଦାମ୍ଭିକ, ଉଦ୍ଧତ, ତ୍ୟାଗୀ ଯାହା ହଉନା କାହିଁକି ଗୁରୁଙ୍କ ପାଖକୁ ଆସିଲେ ସବୁ ଆମୂଳ ଚୂଳ ପରିବର୍ତ୍ତନ ହେଇଯାଏ। ତୁମ ଭିତରେ ଆସିବ ପ୍ରଣିପାତ, ଶ୍ରଦ୍ଧା ଓ ସେବା। ଯେ ଏହି ପ୍ରକାର ରୂପାନ୍ତର କରିବାକୁ ସକ୍ଷମ ହୁଅନ୍ତି ସେ ଗୁରୁ। ଧରି ଦୁଃଖୀ ଓ ଋଣୀ ଥିଲି, ବର୍ତ୍ତମାନ ଧନୀ ହେଲି। ଯାହାଙ୍କ ଭାଗ୍ୟରେ ଗୁରୁଙ୍କ ଦର୍ଶନ ହେଇନାହିଁ ସେ ବୁଝେ ନା, ସେ ଜାଣେ ନା ସେ କେତେ ଅଭାବଗ୍ରସ୍ତ। ଏ ଗୁରୁ ରୂପ ଧନ ଲାଭ କରିଛନ୍ତି, ସେ ବୁଝଛନ୍ତି ମୁଁ କଣ ପାଇଛି। ଏପରି କରୁଣାମୟ କ୍ଷମାଶୀଳ ମହାଜନ ଜଗତରେ କି ଧନ, ତାହା ଥରେ ଚିନ୍ତା କରି ଦେଖନ୍ତୁ। ଏ ପ୍ରକାର ମହାଜନଙ୍କର ଆବିର୍ଭାବ ସ୍ଥିତି ଜୀବନ ଯେ କେଡ଼େ ବଡ଼ ଭାଗ୍ୟର ପରିଚୟ ତାହା କୁହାଯାଇ ପାରିବ ନାହିଁ। এইসব মহাজন অଛନ୍ତି ବୋଲି ଆଜି ଭକ୍ତି, ପ୍ରୀତି, ସେବା ଅଛି। ଏମାନେ ଭକ୍ତିକୁ ଜୀବ ହୃଦୟରେ ସଞ୍ଜୀବିତ, ପୁଷ୍ଟ, ପ୍ରକଟିତ କରିଦିଅନ୍ତି। ସେଇଥିପାଇଁ ଏମାନେ ହେଲେ କୃଷ୍ଣ ପ୍ରସାଦ। ଭାଗ୍ୟ ନହେଲେ ଏ ପ୍ରକାର ଗୁରୁଙ୍କର ଦର୍ଶନ ମିଳେ ନା। ଏଥିପାଇଁ କୁହାଯାଉଛି ବ୍ରହ୍ମାଣ୍ଡ ଭମିତେ କୋନ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ। ଏ ହେଉଛି ବହୁ କଥା ଏ ସମ୍ବନ୍ଧରେ ଅଛି। ଗୁରୁଙ୍କର ଦର୍ଶନ ପରେ ସାଧନ ଭଜନ ଆରମ୍ଭ ହୁଏ। ତାଙ୍କୁ ନ ପାଇବା ଆଗରୁ ଏହା ହୁଏ ନା। ଗୁରୁଦେବ କଣ କରନ୍ତି? ପ୍ରଥମେ ମହାମନ୍ତ୍ର ଉଚ୍ଚାରଣ କରି ଶିଷ୍ୟ କର୍ଣ୍ଣରେ ପ୍ରବେଶ କରନ୍ତି। ଏ ମନ୍ତ୍ର, ଏ ମହାମନ୍ତ୍ର, এই মন্ত্র বাস্তু সাক্ষাৎ বস্তু। দীক্ষাদির দ্বারা এই কৃপা তাঙ্কর করুণার প্রথম প্রকাশ। এতদ্বারা সে দর্শন দিয়ন্তি। গুরু দর্শন অর্থাৎ তাঙ্কর গুরুত্ব দর্শন। সে নিজକୁ দেখাନ୍ତି। প্রথমে সম্পূর্ণ রূপে দেখা যায় না। ତାଙ୍କର ମହତ୍ୱର, ତାଙ୍କର ଗୁରୁତ୍ୱର ଯଦି ଏକ କୋଣା ଦେଖାନ୍ତି ତାହେଲେ ଜୀବନ କୃତାର୍ଥ ହୋଇଯାଏ। ସମଗ୍ର ରୂପ ଦେଖିଲେ ତାର କଥା ହିଁ ନାହିଁ। ଏ ଦର୍ଶନ ମାନେ ସେ କିପରି ପୋଷାକ ପିନ୍ଧନ୍ତି, ତାଙ୍କର ଚେହେରା କିପରି, ସେ ସନ୍ନ୍ୟାସୀ କି ତ୍ୟାଗୀ, ଏ ପ୍ରକାର ନୁହେଁ। ଏହା ପ୍ରାକୃତ ଦର୍ଶନ। ତାଙ୍କର ଶ୍ରୀ ବିଗ୍ରହର ଦର୍ଶନ, ତାଙ୍କ ରୂପର ଦର୍ଶନ, ତାଙ୍କର ଗୁରୁତ୍ୱର ଦର୍ଶନ ଅଳ୍ପ କିଛି କେହି ଯଦି ପାଏ ତାହେଲେ ତାର ଜୀବନ ସାର୍ଥକ ହେଇଛି। ଏ ହେଉଛି ଆଚାର୍ଯ୍ୟମାନଙ୍କର ବହୁ କଥା। ସ୍ୱଳ୍ପଙ୍ଗସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଶ୍ରୀମଦ୍ ଭଗବତ୍ ଗୀତାରେ ଏ କଥା କୁହାଯାଇଛି। ଜୀବନ ଏହି ମହତ୍ୱର ଦର୍ଶନ ହେଲେ ସେ ମହାଭୟରୁ ଉଦ୍ଧାର ପାଏ। ସବୁ କ୍ଷେତ୍ରରେ ଏ ଦର୍ଶନ ଏକା ପ୍ରକାର ହୁଏ ନା। କେତେବେଳେ ସେ ଶ୍ରବଣ କରି ଦର୍ଶନ ଦାନ କରନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କହନ୍ତି, କାନ ଭିତର ଦେଇ ଠାକୁରଙ୍କୁ ଦେଖ। ଗୁରୁଦେବ କାନ ଭିତର ଦେଇ ହୃଦୟର ଦେବତା କୃଷ୍ଣକୁ ପ୍ରବେଶ କରାନ୍ତି। କୃଷ୍ଣ ମୂର୍ତ୍ତି ପରେ ଆସନ୍ତି। ଆଗେ ଆସନ୍ତି ନାମ ମନ୍ତ୍ର। ଗୁରୁଦେବଙ୍କର ପ୍ରଥମ କରୁଣା ବିଚ୍ଛୁରିତ ହୁଏ କାନ ଭିତରେ ନାମ ଦେଇ, ମନ୍ତ୍ର ଦେଇ। ଗୁରୁଦେବଙ୍କର ହରିନାମ ଦାନ, ମନ୍ତ୍ର ଦାନ ତାଙ୍କର ଅପାର କରୁଣା ନିଦର୍ଶନ। ଏହାର ଫଳ ସଙ୍ଗେ ସଙ୍ଗେ ମିଳେ। ଏ ଶବ୍ଦ ରୂପୀ, ମନ୍ତ୍ର ରୂପୀ ସାକ୍ଷାତ ସତ୍ୟ ବସ୍ତୁ ଜୀବକୁ ମନ ଧର୍ମରୁ ତ୍ରାଣ ମିଳେ। এই ମନ୍ତ୍ର ଜିନିଷଟା ଅନେକ ଗୁରୁ ଦେଇଥାନ୍ତି। ଯେଉଁମାନେ ଗୁରୁ ବ୍ୟବସାୟୀ ବା ମନ୍ତ୍ର ବ୍ୟବସାୟୀ ସେମାନେ ସର୍ବକ୍ଷଣ ମନ୍ତ୍ର ଦେବାକୁ ଠିଆ ହେଇ ରହିଛନ୍ତି। ସେମାନେ ଯାହା ଦିଅନ୍ତି ତାହା ପ୍ରକୃତ ମନ୍ତ୍ର ନୁହେଁ, ସେମାନେ ଶବ୍ଦଟା ମାତ୍ର ଦିଅନ୍ତି। ସେମାନେ ସାକ୍ଷାତରେ
ପ୍ରଣାମ ଓ ସାକ୍ଷାତରେ ପ୍ରଣାମୀ ସଂଗ୍ରହ କରନ୍ତି। ଆମର ଗୁରୁ ମନ୍ତ୍ରଦାତା, କେବଳ ମନ୍ତ୍ରଦାତା ଗୁରୁ ନୁହନ୍ତି, ସେ ଆଶ୍ରଦାତା ଗୁରୁ। ସେ କେବଳ ମନ୍ତ୍ର ଦେଇ କ୍ଷାନ୍ତ ହୁଅନ୍ତି ନାହିଁ, ସେ ଉଦ୍ଦେଶ୍ୟ ସିଦ୍ଧି ନିମିତ୍ତ ଭକ୍ତି ସାଧନ, ଭକ୍ତି ପଥରେ କିପରି ଚାଲିବାକୁ ହବ ସେ ଶିକ୍ଷାଦାନ, ବୈକୁଣ୍ଠ ରାସ୍ତାରେ ଚାଲିବାର ସୁବନ୍ଦୋବସ୍ତ ସେ କରିଦିଅନ୍ତି। ଶିଷ୍ୟର ହାତ ଧରି ପରମାର୍ଥ ପଥରେ ଚାଲିବାର ବ୍ୟବସ୍ଥା ସେ କରିଦେଇଛନ୍ତି। ଅନ୍ୟ ଗୁରୁ ଯାହା ପାରନ୍ତି ନା, ଯାହା ଜାଣନ୍ତି ନା, କାରଣ ସେମାନଙ୍କର ଦରକାର ବେଳେ ପ୍ରଣାମୀ, ସେଥିପାଇଁ ସେମାନଙ୍କର ଏ ସାମର୍ଥ୍ୟ ନାହିଁ, ଯଦ୍ୱାରା ଶିଷ୍ୟଗଣ ଭକ୍ତି ରାଜ୍ୟରେ ପ୍ରବେଶ କରିପାରିବେ। ସେଥିପାଇଁ ଶ୍ରବଣ, କୀର୍ତ୍ତନ, ଅର୍ଚ୍ଚନ, ବନ୍ଧନ ଇତ୍ୟାଦିର ସୁବନ୍ଦୋବସ୍ତ କରିଦେଇଛନ୍ତି। ଆର୍ଥ ଅନୁଷ୍ଠାନର ବ୍ୟବସ୍ଥା କରୁଛି। ଏହା ହିଁ ତାଙ୍କର ଅସୀମ କରୁଣା ନିଦର୍ଶନ। ଶିଷ୍ୟଙ୍କୁ ମନ୍ତ୍ର ଦେଇ ଘରକୁ ପଠେଇ ଦିଅନ୍ତି ନା, ସେମାନଙ୍କ ରହିବା, ଖାଇବା, ହରିଭଜନ ନିମିତ୍ତ ମଠ, ମନ୍ଦିର, ଆଶ୍ରମ ଖୋଲିଛନ୍ତି। ଗୃହତ୍ୟାଗ ଶିଷ୍ୟଗଣ ଏଠାରେ ସର୍ବକ୍ଷଣ ହରିସେବା ନିଯୁକ୍ତ ରହିବେ। କିନ୍ତୁ ଗୃହସ୍ଥଗଣ କଣ କେବଳ ସଂସାର ନେଇ ରହିବେ? ତା ନୁହେଁ, ମଝିରେ ମଝିରେ ଏଠାକୁ ଆସି ସାଧୁ ସଙ୍ଗରେ ହରିକଥା ଶ୍ରବଣ ନିମିତ୍ତ ଉତ୍ସବର ବ୍ୟବସ୍ଥା ହେଇଛି। ପ୍ରତି ସପ୍ତାହରେ, ପ୍ରତି ମାସରେ କିମ୍ବା ପ୍ରତିବର୍ଷ একবার অন্তত আসি উৎসবের যোগদান করি। উৎসব দেখ, এতদ দ্বারা তোমার হরিগুরু বৈষ্ণব প্রতি মমত্ব জাত হয়। এঠারে প্রসাদ পাইব, হরিকথা শুনিব, গুরুঙ্ক সাଙ୍ଗরে, গুরুঙ্ক সংসার সঙ্গে যেতবে সম্বন্ধ জড়িত, সেতবে মঝিরে মঝিরে এঠাকে আসবাকু হব। গুরুঙ্কর সংসার কৃষ্ণকর সংসার। এঠারে মহোৎসব, কীর্তন, আরতি, অর্চন অহরাত্র অবিচ্ছিন্ন ভাবে চালছে। আসি দেখ, কেদে আনন্দ পাইব। এই প্রকার শ্রী বিগ্রহ, শ্রী নৃত্য, কীর্তন, হরিকথা, মহাপ্রসাদ পাইলে জীবন ধন্য হয়ে যাব। সংসার ও দুশ্চিন্তা ভুলিଯିବ। ସେ ମନ୍ତ୍ରରେ ଏଇ ଘରକୁ ପଠାଇ ଦିଅନ୍ତି ନାହିଁ, କୃଷ୍ଣ ସଂସାରରେ ପ୍ରବେଶ କରିବା ନିମିତ୍ତ ଅପୂର୍ବ ସୁଯୋଗ ଦିଅନ୍ତି। ଯେଉଁମାନେ କୌଣସି ଦିନ ଭଗବତ ରାଜ୍ୟରେ ପ୍ରବେଶ କରିବାର ଅଧିକାର ପାଇ ପାରିନଥାନ୍ତେ, ସେମାନଙ୍କ ପାଇଁ ଏ ସୁଯୋଗ ସୁବିଧା କରାଇ ଦେଇ ଭକ୍ତି ପଥରେ ଚଲେଇବା ସେ ବ୍ୟବସ୍ଥା କରାଇ ଦେଉଛି। ଗୁରୁଙ୍କର ଗୁରୁତ୍ୱ ବଡ଼, ବହୁ